ମାତ୍ର 4 ମାସ ତଳେ ଓଡ଼ିଶାରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଈଶ୍ୱରୀୟ ସେବାରେ 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମହାମହିମ ରାଷ୍ଟ୍ରପତି ଯୋଗଦେଇ ସମସ୍ତଙ୍କୁ ଆଧ୍ୟାତ୍ମିକତା ଉଦ୍ବୁଦ୍ଧ କରିଥିଲେ। ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆଜି ଆମେମାନେ ପୁଣି ଥରେ ତାଙ୍କ ସାନ୍ନିଧ୍ୟ ପାଇ ତାଙ୍କର ଦିଗଦର୍ଶନ ଲାଭ କରିବା। ବିଶ୍ୱ ଶାନ୍ତି ଓ ବିଶ୍ୱ କଲ୍ୟାଣ ପାଇଁ ପ୍ରତିଷ୍ଠା କରାଯାଇଥିଲା ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ। 1937 ମସିହାରେ ସ୍ଥାପିତ ଏହି ଅନୁଷ୍ଠାନ ଏହାର ଦର୍ଶନ ଓ ଆଧ୍ୟାତ୍ମିକ ଚିନ୍ତାଧାରା ଯୋଗୁଁ ଆଜି ବିଶ୍ୱର କୋଣ ଅନୁକୂଳରେ ଲୋକପ୍ରିୟତା ହାସଲ କରିପାରିଛି। ଏହା ସେହି ଭାରତୀୟ ସଂସ୍କୃତି ଯେଉଁଠି ମାତୃଶକ୍ତିକୁ ପ୍ରଥମେ ରଖାଯାଏ। ଲକ୍ଷ୍ମୀ ନାରାୟଣ, ସୀତା ରାମ, ରାଧାକୃଷ୍ଣ, ଏହା ସେହି ଜଗନ୍ନାଥ ସଂସ୍କୃତି ଯେଉଁଠି ମା ବିମଳାଙ୍କ ନିକଟରେ ଭୋଗ ଲାଗି ହେଲା ପରେ ତାହା ମହାପ୍ରସାଦର ଆଖ୍ୟା ଲାଭ କରିଥାଏ। ଏପରି ସଂସ୍କୃତି, ଏପରି ପରମ୍ପରା ସାରା ବିଶ୍ୱରେ ଅନନ୍ୟ। ଆପଣମାନଙ୍କୁ ସମସ୍ତଙ୍କୁ ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଶା ହେଉଛି ପ୍ରଭୁ ଜଗନ୍ନାଥଙ୍କର ଦେଶ। ଏହାର କୋଣ ଅନୁକୋଣରେ ଭରି ରହିଛି ଆଧ୍ୟାତ୍ମିକତାର ଭାବ। ଆଜିର ଏହି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଭୁଙ୍କ ଅପାର କରୁଣାରୁ ଏହି ଡିଭାଇନ୍ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେଉଛି। ଏବଂ ମହାମହିମ ରାଷ୍ଟ୍ରପତି ଯିଏ ଜଣେ ଅତ୍ୟନ୍ତ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ, ତାଙ୍କ କରକମଳରେ ଆଜି ଉଦ୍ଘାଟିତ ହୋଇଛି। ଏହାଠାରୁ ଅଧିକ ଆନନ୍ଦର ବିଷୟ ଆଉ କ'ଣ ହୋଇପାରେ। ମୋର ପରମ ସୌଭାଗ୍ୟ ଯେ ଏହି ଆଧ୍ୟାତ୍ମିକତାର ଏକ ଅଂଶବିଶେଷ ଆଜି ମୁଁ ହୋଇପାରିଛି। ଆଜିର ଏହି କାର୍ଯ୍ୟକ୍ରମକୁ କେବଳ ଏକ ଅନୁଷ୍ଠାନ କି ସେବାର କେବଳ ଉଦ୍ଘାଟନୀ ଉତ୍ସବ ଭାବେ ବିବେଚନା କରିବା ଅନୁଚିତ। ସାମ୍ପ୍ରତିକ ବିଶ୍ୱ ପରିବେଶର ଦୃଢ଼ ଅବକ୍ଷୟ ତଥା ପ୍ରାକୃତିକ ସମ୍ପଦର ଅକଳ୍ପନୀୟ ଦହନ ଦ୍ୱାରା ଯେଉଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି, ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ପାଇଁ ଏହି ରାଷ୍ଟ୍ରୀୟ ଅଭିଯାନ ଲାଇଫଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଉଦ୍ଦିଷ୍ଟ। ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ପ୍ରଶ୍ନ ପଚାରିବା ସ୍ୱାଭାବିକ ଯେ ଆଧ୍ୟାତ୍ମିକତା ସହିତ ପ୍ରକୃତିର କି ସମ୍ପର୍କ ରହିଛି। ମୋତେ ଯଦି ପଚରାଯିବ ତାହେଲେ ଏହା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ମୁଁ ନିଶ୍ଚିତ ଭାବରେ ଦୃଢ଼ତାର ସହିତ ଏହାକୁ କହିବି। ପ୍ରକୃତି ଉପରେ ଆମ ଚେତନା ଶକ୍ତିର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରମାତ୍ମା ନିଜର ଚେତନା ଶକ୍ତି ବଳରେ ପ୍ରକୃତିକୁ ନିୟନ୍ତ୍ରଣ କରିଥାନ୍ତି। ସେଥିପାଇଁ ମନୁଷ୍ୟର ଚେତନା ଶକ୍ତି ମଧ୍ୟ ପ୍ରକୃତିକୁ ପ୍ରଭାବିତ କରିଥାଏ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏପରି ଅନେକ ବିଷୟ ଏବଂ କିମ୍ବଦନ୍ତୀ ଉଲ୍ଲେଖ ଅଛି ଯେଉଁଠି ମଣିଷ ଓ ପ୍ରକୃତି ନିରନ୍ତର ଭାବେ ସହାବସ୍ଥାନ କରୁଥିଲେ। ଭାରତୀୟ ସଂସ୍କୃତି ଓ ପରମ୍ପରା ଏକମାତ୍ର ପ୍ରାଚୀନ ସଭ୍ୟତା ଯେଉଁଠିକି ମଣିଷ ସହିତ ଜୀବଜନ୍ତୁ, ବୃକ୍ଷଲତା ମଧ୍ୟ ପୂଜା ପାଉଥିଲେ ଏବଂ ଆଜି ମଧ୍ୟ ଏହି ପରମ୍ପରାର ଛାପ ସାରା ଓଡ଼ିଶାରେ ଏବଂ ସାରା ଆମର ଏ ଭାରତବର୍ଷରେ ଦେଖିବା ପାଇଁ ମିଳେ। ଭାରତ ଏକମାତ୍ର ଦେଶ ଯେଉଁଠି ଗାଈକୁ ଗୋମାତା ଭାବେ ପୂଜା କରାଯାଏ, ନଦୀକୁ ମା ଭାବେ ବନ୍ଦନା କରାଯାଏ। ଏ ଦେଶର ସଂସ୍କୃତି ଯେଉଁଠି ବରଗଛକୁ ବଟବୃକ୍ଷ ଏବଂ ତୁଳସୀକୁ ଦେବୀ ଭାବେ ପୂଜନ କରିଥାଏ। ଏଥିରୁ ସ୍ପଷ୍ଟ ଭାବେ ଆପଣ ଜାଣିପାରୁଥିବେ ଯେ ମାନବ ସମାଜକୁ ଚିରନ୍ତନ ଭାବେ ବଞ୍ଚିବାକୁ ହେଲେ ଯାହାକୁ ଆମେ ସଷ୍ଟେନେବୁଲ ଲିଭିଂ ଭାବେ ଜାଣିଥାଉ, ପ୍ରକୃତି ଓ ପରିବେଶ ତାକୁ ସମ୍ମାନ ଦେବାକୁ ହେବ। କିନ୍ତୁ ଆଜିର ବିକାଶୋନ୍ମୁଖୀ ସମାଜରେ ମନେ ହୁଏ ଯେ ଏହି ବାର୍ତ୍ତା ନିଶ୍ଚିତ ଭାବେ ପଛରେ ପଡ଼ିଯାଇଛି ଏବଂ ବିକାଶ ଓ ପରିବେଶ ଅନୁପୂରକ ନୁହେଁ, ହେବା ଉଚିତ ମଧ୍ୟ ନୁହଁ। ପରିବେଶ ସୁରକ୍ଷା ସହିତ ଆମେ ବିକାଶର ନୂତନ ଶିଖରକୁ ଛୁଇଁ ପାରିବା,
ଏହା ଉପରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବିତର୍କ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସର୍ବତ୍ର ଚାଲୁଅଛି। କିନ୍ତୁ ଭାରତୀୟ ସଂସ୍କୃତି ଓ ପରମ୍ପରା ଟିକିଏ ଅଲଗା। ପରିବେଶ ସୁରକ୍ଷା ପାଇଁ ଆଧ୍ୟାତ୍ମିକତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାବାବେଗ ସହିତ ପରିବେଶ ସୁରକ୍ଷା ଯୋଡ଼ି ହୋଇଗଲେ ପ୍ରକୃତି ଓ ମାନବ ମଧ୍ୟରେ ଏକ ସିମ୍ବାୟୋଟିକ୍ ରିଲେସନ୍ର ନୂତନ ଦିଗନ୍ତ ସୃଷ୍ଟି ହେବ। ଏହା ହିଁ ଲାଇଫଷ୍ଟାଇଲ୍ ଫର୍ ସଷ୍ଟେନେବଲ୍ର ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମ। ଆଜିର ଏହି ଅବସରରେ ମୁଁ କହିବାକୁ ଚାହେଁ ଯେ ମହାମହିମ ରାଷ୍ଟ୍ରପତିଙ୍କର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସହିତ ଭାବଗତ ସମ୍ପର୍କ ଅଛି। ମାତ୍ର 4 ମାସ ତଳେ ଓଡ଼ିଶାରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଈଶ୍ୱରୀୟ ସେବାରେ 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମହାମହିମ ରାଷ୍ଟ୍ରପତି ଯୋଗଦେଇ ସମସ୍ତଙ୍କୁ ଆଧ୍ୟାତ୍ମିକତା ଉଦ୍ବୁଦ୍ଧ କରିଥିଲେ। ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆଜି ଆମେମାନେ ପୁଣି ଥରେ ତାଙ୍କ ସାନ୍ନିଧ୍ୟ ପାଇ ତାଙ୍କର ଦିଗଦର୍ଶନ ଲାଭ କରିବା। ବିଶ୍ୱ ଶାନ୍ତି ଓ ବିଶ୍ୱ କଲ୍ୟାଣ ପାଇଁ ପ୍ରତିଷ୍ଠା କରାଯାଇଥିଲା ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ। 1937 ମସିହାରେ ସ୍ଥାପିତ ଏହି ଅନୁଷ୍ଠାନ ଏହାର ଦର୍ଶନ ଓ ଆଧ୍ୟାତ୍ମିକ ଚିନ୍ତାଧାରା ଯୋଗୁଁ ଆଜି ବିଶ୍ୱର କୋଣ ଅନୁକୂଳରେ ଲୋକପ୍ରିୟତା ହାସଲ କରିପାରିଛି। ଏହା ସେହି ଭାରତୀୟ ସଂସ୍କୃତି ଯେଉଁଠି ମାତୃଶକ୍ତିକୁ ପ୍ରଥମେ ରଖାଯାଏ। ଲକ୍ଷ୍ମୀ ନାରାୟଣ, ସୀତା, ରାମ, ରାଧାକୃଷ୍ଣ, ଏହା ସେହି ଜଗନ୍ନାଥ ସଂସ୍କୃତି ଯେଉଁଠି ମା ବିମଳାଙ୍କ ନିକଟରେ ଭୋଗ ଲାଗି ହେଲା ପରେ ତାହା ମହାପ୍ରସାଦର ଆଖ୍ୟା ଲାଭ କରିଥାଏ। ଏପରି ସଂସ୍କୃତି, ଏପରି ପରମ୍ପରା ସାରା ବିଶ୍ୱରେ ଅନନ୍ୟ। ବ୍ରହ୍ମକୁମାରୀ ଆନ୍ଦୋଳନ ଏହି ମହାନ ସଂସ୍କୃତିକୁ ପ୍ରଚାର ମାଧ୍ୟମରେ ନୁହେଁ, କଠିନ ବ୍ରତ, କଠିନ ତପସ୍ୟା ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି କରୁଛନ୍ତି। ଜାତି, ଧର୍ମ, ବର୍ଣ୍ଣ, ବଡ଼ ସାନ ନିର୍ବିଶେଷରେ ଆପଣା ପରର ଭେଦଭାବ ଭୁଲି ପରମାତ୍ମାଙ୍କର ଅମୃତ ସନ୍ତାନ ଭାବେ ସବୁରିକୁ ଭାଇ ଭଉଣୀର ମର୍ଯ୍ୟାଦା ଦେଉଛନ୍ତି। ଆଜିର ଏହି ଅଭିନବ କାର୍ଯ୍ୟକ୍ରମ ଆପଣମାନଙ୍କର ମହତ ଉଦ୍ଦେଶ୍ୟକୁ ଆଉ ପାଦେ ଆଗକୁ ଯାଇ ମାନବ କଲ୍ୟାଣ ଦିଗରେ ଅଶେଷ ହିତ କରିବ, ଏଥିପାଇଁ କାହାର ତିଳେ ମାତ୍ର ସନ୍ଦେହ ନାହିଁ। ଆଜି ଏହି ଦେଶ ଅମୃତ କାଳ ଦେଇ ଗତି କରୁଛି। ବିକାଶର ନୂତନ ଶିଖରକୁ ଆମେ ପହଞ୍ଚୁଛୁ। ଆଜି ସମଗ୍ର ବିଶ୍ୱରେ ଭାରତ ବିଶ୍ୱଗୁରୁ ଭାବେ ଖ୍ୟାତି ଲାଭ କରୁଛି। ଏ ସଫଳତା ପଛରେ ଅଛି ଦେଶର 140 କୋଟି ଜନସାଧାରଣଙ୍କର କଠିନ ପରିଶ୍ରମ ଏବଂ ଜାତୀୟ ନେତୃତ୍ୱର ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ। କିନ୍ତୁ ଏହା ବି ସତ୍ୟ ଯେ ପ୍ରତିଟି ଭାରତୀୟଙ୍କର ବ୍ୟକ୍ତିଗତ ଜୀବନ ତଥା ଏ ରାଷ୍ଟ୍ରର ପ୍ରଥମ ମୂଳଦୁଆ ହେଉଛି ଆଧ୍ୟାତ୍ମିକତା। ତେଣୁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହେବାକୁ ଥିବା ଆଜିର ଏହି ସୁନ୍ଦର ପ୍ରଚେଷ୍ଟା ବିକାଶ ଓ ପରିବେଶକୁ ସମତୁଲ କରିବା ପାଇଁ ସଷ୍ଟେନେବଲ୍ ଲାଇଫଷ୍ଟାଇଲ୍ର ଚିନ୍ତାଧାରା ନିଶ୍ଚିତ ଭାବରେ ପ୍ରଶଂସନୀୟ ଏବଂ ମୁଁ ଏଥିପାଇଁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିବା ସହ ଶୁଭକାମନା ଜଣାଉଛି। ଏପରି ମହତ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସବୁବେଳେ ସହଯୋଗ କରିବା ପାଇଁ ଦ୍ୱାର ଖୋଲା ଅଛି ଏବଂ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବ। ଶେଷରେ ମୁଁ ସବୁ କାର୍ଯ୍ୟକର୍ତ୍ତା ବ୍ରହ୍ମାକୁମାରଙ୍କୁ ଶୁଭକାମନା ଦେବା ସହିତ ପରମବ୍ରହ୍ମଙ୍କ ନିକଟରେ ପ୍ରାର୍ଥନା କରୁଛି ସେମାନେ ତାଙ୍କ କଠିନ ସାଧନା ଫଳରେ ନିଜ ଲକ୍ଷ୍ୟ ହାସଲ କରିବା ସହିତ ସମାଜ ମଙ୍ଗଳ ପାଇଁ ସଦାସର୍ବଦା ବ୍ରତୀ ରହିବେ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍। ଓಂ ଶାନ୍ତି, ଓಂ ଶାନ୍ତି, ଓಂ ଶାନ୍ତି। ଧନ୍ୟବାଦ। ଭାରତ ମାତା କି ଜୟ। ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ।